ଲୋକଙ୍କ ସେବା କରିବାକୁ ହେଲେ ପ୍ରଥମେ ନିଜ ମଧ୍ୟରୁ ଘୃଣାକୁ ପରିତ୍ୟାଗ କରିବା ଉଚିତ। ଭଦ୍ର ଲୋକଙ୍କ ପାଇଁ କିଛି କରିବାକୁ ହେଲେ ନିଜ ମଧ୍ୟରୁ ପ୍ରଥମେ ଘୃଣାକୁ ପରିତ୍ୟାଗ କରିବାକୁ ପଡ଼ିବ। ଏମିତି କିଛି କହିଛନ୍ତି ଜଣେ ରୋଷେଇଆର ଜୀବନ ବିତାଇ ମଧ୍ୟ ଅନ୍ୟ ପାଇଁ ସମାଜ ପାଇଁ ଫାଙ୍କା ସମୟ ମିଳିଲେ ଚିନ୍ତା କରୁଥିବା ଏବଂ କାମରେ ଲଗାଉଥିବା ଆତ୍ମପ୍ରଚାର ବିହୀନ ସମାଜସେବୀ ପରିମଳତା ଉପରେ ବିଶ୍ୱାସ ରଖୁଥିବା ରବୀନ୍ଦ୍ର ବାରିକ। ହଁ ଆଜ୍ଞା, ଏହି ହେଉଛନ୍ତି ବନ୍ତ ବ୍ଲକର ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମର ଜଣେ ରୋଷେଇଆ ରବୀନ୍ଦ୍ର ବାରିକ, ଯାହାଙ୍କ ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ପୁଅ, ବୋହୂ ଓ ନାତି ନାତୁଣୀଙ୍କୁ ମିଶାଇ 9 ଜଣ ବ୍ୟକ୍ତି। ଏଠି ସେହି ରୋଷେଇଆ କାମ କରି ପରିବାର ଚଳାନ୍ତି। ସେ ତାଙ୍କର କହିବା ମୁତାବକ ଅଳ୍ପ କିଛି ଚାଷ ଜମି ଅଛି ଯାହା ବନ୍ଧା ପଡ଼ିଛି। ରାସ୍ତାଘାଟ, ନାଳ ନର୍ଦ୍ଦମା, ବସ୍ତି ବଜାର ଆଦି ପରିଷ୍କାର କରିବାରେ ରୁଚି ରଖନ୍ତି ସେ। ରାସ୍ତା ଉପରେ ପ୍ୟାଣ୍ଟ ସାର୍ଟ ପିନ୍ଧା, କାନ୍ଧରେ ଗାମୁଛା ପକାଇ ଆବର୍ଜନା ସଫା କରୁଥିବାର ଦୃଶ୍ୟ ଦେଖି ଆମ କ୍ରାନ୍ତିଧାରାର ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ଖୁଣ୍ଟିଆ କୌତୂହଳ ବଶତଃ ଘଟଣା କ'ଣ ବୁଝିବା ପାଇଁ ସେ ଲୋକଙ୍କ ପାଖରେ ପହଞ୍ଚିଥିଲେ ଏବଂ ସଫା କାମ ସରିବା ପରେ ତାଙ୍କୁ ପଚାରି ତାଙ୍କ ବିଷୟରେ ସବିଶେଷ ତଥ୍ୟ ଜାଣିବାକୁ ଚେଷ୍ଟା କରିଥିଲେ। ରବୀନ୍ଦ୍ର ତାଙ୍କ ଜୀବନ କାହାଣୀ ଶୁଣାଇଥିଲେ, ଯାହା ସମାଜ ପାଇଁ ଉପାଦେୟ, ଅନୁକରଣୀୟ ଆଉ ଶିକ୍ଷଣୀୟ ମଧ୍ୟ। ସମାଜ ସେବାର ଏକ ଭିନ୍ନ ଚରିତ୍ରର ଉଦାହରଣ ଏହି ରବୀନ୍ଦ୍ର। ପ୍ରଚାର ବିହୀନ ସମାଜ ସେବା ଏକ ନିଆରା ମଣିଷର ହୃଦୟର ନିଛଦ୍ମ ଆଉ ନିଜେ କରି ଚାଲିଥିବା କାର୍ଯ୍ୟାବଳୀର କଥା। ଏବେ ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ରବୀନ୍ଦ୍ର। ଆପଣଙ୍କ ପରିଚୟ କହିବେ? ମୁଁ ରବୀନ୍ଦ୍ର ବାରିକ। ଆପଣ କ'ଣ କରନ୍ତି? ମୁଁ ରୋଷେଇ କରେ, ଆଉ ଆଗରୁ ବି ଦୋକାନ କରିଥିଲି। ଦୋକାନ ଛାଡ଼ିକି ରୋଷେଇ ବେପାର ପାଇଁ କରୁଛି। ସବୁ ଗାଁ ଗାଁକି ବୁଲି କରୁଛି ଆଉ ମିଠା କାମ ଜାଣିଛି। ଆଚ୍ଛା, ଆପଣ ଯେତେବେଳେ ମୁଁ ଶୁଣୁଛି ଆମେ ଏ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ ଆପଣ କେଉଁଠି ଅପରିଷ୍କାର ହେଲେ କେଉଁଠି କ'ଣ ଜିନିଷ ଆପଣ ସହିପାରନ୍ତୁନି, ନିଜେ ସେ କାମ କରିଦିଅନ୍ତି, ସେ ଅନୁଷ୍ଠାନ ହେଉ ବା ଘର ହେଉ ବା ଯାହାର ହେଉ, ସେ ବିଷୟରେ କିଛି କ'ଣ କହିବେ? ଆପଣ ଜୀବନରେ କେଉଁଠି କ'ଣ କେମିତି କରିଛନ୍ତି? ହଁ, ଯେଉଁଠି ଦେଖେ କିଛି ଗୋଟେ ଅଳିଆ ଗନ୍ଧ ଫନ୍ଧ ହେଉଛି ସେଠି ପରିଷ୍କାର କରିବା ପାଇଁ ମୋ ମନ ବେଗୁରେ, ମୁଁ କିଛି କୁଣ୍ଠାବୋଧ ହୁଏନି। ମୁଁ ସେଟାକୁ ପରିଷ୍କାର କରିବା ପାଇଁ ବ୍ୟସ୍ତ ହୋଇପଡ଼େ। ମେଡ଼ିକାଲର ବି ସେମିତି ଯାଇ ପହଞ୍ଚିଲା ବେଳକୁ ମୋ ଝିଅକୁ ନେଇକି ଯାଇଥିଲି ମେଡ଼ିକାଲ। ସେଠି ଦେଖିଲା ବେଳକୁ ସ୍ତ୍ରୀ ଲୋକମାନେ ଅପରିଷ୍କାର କରୁଥିଲେ ପାନ ଛେପ ପକାଇଥିଲେ। ମୁଁ ବି ତାଙ୍କୁ ପରିଚୟ କରିକି ସେଠି ସଫାସଫି କରିକି ତାଙ୍କୁ ବି ଦେଖାଇ ଦେଇଥିଲି ଯେ ଏଇ ରକମ ଚଳନୀୟ, ଏଇ ରକମ ହେଉଛି 1993 ମସିହା ଏ ଘଟଣାରେ ବି ସମ୍ପୂର୍ଣ୍ଣ। ତେଣୁ ମୁଁ ଭଦ୍ରକ ମେଡ଼ିକାଲ ବି 75, 76, 80 ପର୍ଯ୍ୟନ୍ତ ବି ମୁଁ ଯିବା ଆସିବା କରିଛି ମେଡ଼ିକାଲ। ସେମାନଙ୍କୁ ସବୁ ସେବା ସଂସ୍ଥା ଦେଖିପାରେ। ସେମାନଙ୍କର ଜିନିଷଟା କ'ଣ କିଏ ଦେଇଛନ୍ତି, ଯେତେବେଳେ ମେଡ଼ିକାଲ ଏତେ ସୁବିଧା ନଥିଲା। ତାପରେ ଯୁଗଳକୁ ଆଇଲେ କି ଭଲ ମନ୍ଦ ମେଡ଼ିକାଲ ହେଲା, କିନ୍ତୁ ଆଗରୁ ଏତେ ସୁବିଧାଜନକ ନଥିଲା। ରୋଗୀ ଶୋଇଛନ୍ତି ତ ଶୋଇଛନ୍ତି, ଖାଇନାହାନ୍ତି ଦିନ 11ଟା 12ଟା ପର୍ଯ୍ୟନ୍ତ, ଯାଇକି ବି ତାଙ୍କୁ ଟିଫିନ୍ ମିଳୁନି। କିନ୍ତୁ ତା ପ୍ରତିବଦଳର ଲୋକ ଚାଇନା ମୋ ଫାଇଦା ପାଇକି ସେଠି ଯାଇକି ଟଙ୍କା ପଇସା ଧରିକି ଫେରାର ହେଇଗଲେ। ଆଶିଷ ପଟ୍ଟନାୟକ ବାବୁ ମୋତେ ମନା କଲେ, ବାବୁ ଏଇ ଚାଲାନ କରନି, ତୁମେ 17ଟା ଲୋକ, କିନ୍ତୁ ତୁମେ 17ଟା ଲୋକ ଭିତରେ ଏସବୁ ଯେଉଁ ଘଟଣା ଘଟିଲାଣି, ଲୋକ କାନ୍ଦୁଛନ୍ତି, ଆମେ ବନ୍ଦ କରିଦେବା, ଆଉ ସେ ସେବା କରିବାନି। ସେଠୁ ମୋର ବନ୍ଦ ହେଇଛି ଆଉ ସେ ବାବଦରେ। ଆଉ ବାହାରେ କେଉଁଠି କ'ଣ କେମିତି କରନ୍ତି? ବାହାରେ ମୁଁ ବି ନେଇକି ଯାଇଛି ସ୍ତ୍ରୀ ଲୋକଙ୍କୁ, ଦିଲ୍ଲୀ ରାଜ୍ୟରେ ନେଇକି ଯାଇଛି ସ୍ୱୟଂ ସହାୟତା ଗୋଷ୍ଠୀ ଗଠନ। ଏଇ ଯେଉଁ ଏଥିରେ ରୁଷିଆମାନଙ୍କୁ ତାଙ୍କୁ ନେଇକି ତାଙ୍କର ମନମୋହନ ସିଂ ବେଳେ ମନ୍ତ୍ରତନ୍ତ୍ର ଅଫିସକି ଯାଇକି ସେଠି ତାଙ୍କର ସମାଧାନ କେମିତି କ'ଣ ହେବ ତାକୁ ସ୍ଥାୟୀ କରାହେଇଛି। ଆଗରୁ ସ୍ଥାୟୀ ନଥିଲା। ଏଇଭଳିଆ ସବୁଥିରେ ତ ଆଗୁଆ ଭିତରେ ମୁଁ କାମ କରିକି ଚାଲେ, କିନ୍ତୁ ମୁଁ କାହାରି ପ୍ରଘଟ କରେନି କି କ'ଣ କରୁଛି ବୋଲି। ଏଇ ହେଉଛି କଥା ଆଉ। ଆଚ୍ଛା, ଆପଣ ଆଉ ସବୁ କ'ଣ କରନ୍ତି? ସେଇ ଯେଉଁ ମାନେ ସମାଜ ସେବା ଯେଉଁଟା କୁହାଯାଏ, ମାନେ ନିଜ ତରଫରୁ ଆଉ କେଉଁଠି କ'ଣ କରୁଛନ୍ତି? ଆଉ ଏଇ ଯେଉଁଠି ଦେଖିନି କାହାର ଅସୁବିଧା ହେଇଛି, ଟିକେ ଯାଇକି ତାକୁ ହେଲ୍ପ କରିବା, କି ଯେତେ ମୋର ଅସୁବିଧା ଥାଉ କାରଣ ଜଣେ ରାତି ମାନେ ଡାକିବ, ଯାଇକି ତାକୁ ହେଲ୍ପ କରିବି, ମେଡ଼ିକାଲ ନେବା କି ନହେଲେ କେଉଁଠି କ'ଣ କରିବା, ଏମିତି ଗୋଟେ ଚାଲେ ଆଉ। ମୋର ନିଜ ପାଇଁ ମୁଁ କିଛି ସେମିତି ଚିନ୍ତା କରି କରେନି ଆଉ। ଟିକେ ରହିଲା। ଆଉ ସବୁ କ'ଣ କରନ୍ତି? ରାସ୍ତାଘାଟରେ ଯେଉଁ କୁକୁର କି ନହେଲେ କିଛି ଗୋଟେ ପଡ଼ିଥିବ, ତାକୁ ଲୋକ ଉଠେଇ ନଥିବେ, ମୁଁ ତାକୁ ଉଠେଇକି ଫୋପାଡ଼ି ବା ପୋଡ଼ି ପକାଇ, ଯଦି ସମୟ ପାଇବି ପୋଡ଼ି ପଡ଼ିଦିଏ। ଆଉ ଅଳିଆ ଆବର୍ଜନା ଯେଉଁଠି ବଜାର ଘାଟ ଏସବୁ ପଡ଼ିଥିବ, ତାକୁ ନେଇକି ବି ଫଙ୍କା ଫୁଙ୍କା କରିକି ମୋତେ ଯେଉଁଟା ଅସୁନ୍ଦର ଦେଖାଯାଏ, ମୁଁ ସେଇଟା ହିଁ ସମାଧାନ କରିବା ପାଇଁ ବ୍ୟସ୍ତ ହୋଇପଡ଼େ। ସମୟ ଅନୁସାରେ ମୋର ସମୟ କେଉଁଠି ରୋଷେଇ କରିତେ ଯିବି, ଆଉ କରିପାରିବି। କିନ୍ତୁ ମୁଁ ଯେତେବେଳେ ଫାଙ୍କା ସମୟ ପାଏ, ମୁଁ ସେତେବେଳେ ବ୍ୟସ୍ତ ହୋଇପଡ଼େ। କେଉଁଠି ଅପରିଷ୍କାର ପରିଷ୍କାର ନାଳ, କେଉଁଠି
ପାଣି ଯାଉନି ଏ କରୁନି ତାକୁ ନିଷ୍କାସନ କରିବା ପାଇଁ ମୁଁ ବ୍ୟସ୍ତ ହୋଇ ପଡ଼େ। ଏଇଭଳିଆ ମୋର ଆନ୍ତରିକ ଥାଏ ଯେ ଲୋକଙ୍କର କିଛି ଆମେ କରିବାକୁ ଗଲେ ଆମେ ସବୁକିଛି ଘୃଣା ମନୋଭାବ ଛାଡ଼ିକି ସବୁକିଛି କରିବାକୁ ପଡ଼ିବ।